শক্তির যে পূর্ণ পথ কলে বিচারি এমন্ত যে মায়া স্বামী লাগিওছি হরি চক্রধর মহাবাহু মহানিরঞ্জন যাহা দেই অছ স্বামী অরূপা যে নন্দ গুরু আজ্ঞা দর্শন লাগি রূপচন্দ্র ভাব দেবে রখিয়ছ সকল মহিমা যাতনা করিল বেগে হৃদয় রে সিনা ଏହି গুরু বাক্য দেব লাগিওছি লয় উৎপত্তির ফল নাম বহিলে সংসার ଏହି গুণ কৃতি নাম রখিলে বিচারি মনদেব মনরূপে কৰিছন্তি হরি যোগ অনুভব মাত্র লগাইলে কৃতি মহাবাহু যোগদান কলে বিস্ফাণী স্বর্ণরূপে মহাচক্র কলে বেদধুনি জগত ঠাকুরনাথ অনুভব কর এমন্তম হিমাজাত করিলে সংসার বিচারণ কর মাত্র যোগর মহিমা যাহা দেইছন্তি প্রভু চক্রধর বানা রূপ যুগ মহিমা দে পড়িলানি ডাক কেমন্ত করিব কহ কৃপা করনাথ জগতর মন ফল অনন্ত দেবাণী বিশ্বরূপে আনিছন্তি ভাবচক্রমণি জ্ঞান রূপে আনিছন্তি মহাচক্রধর রূপ নিরঞ্জন পাদ ধরিছন্তি বেদ হরিনাথ জগস্পতি জগতরে ভাব যাহা লাগিଅছি মন তেজয়ে সংসার গুরুদেব বাক্য গুণ লাগিছি আপন হৃদୟରେ মান যুগ লাগিଅছি গুণ এমন্ত বিচার কর মহাবাহু আত্মা রূপ যুগ ଦେଇছন্তি পরম যে সিনা শক্তি রূপে দেউছন্তি ভকতি ভাବରେ মন রূপে দেউছন্তি আনন্দরে এমন্ত যে স্বামী মায়া জগতর পতি যাহা দেখুছন্তি মায়া সকল যে কৃতি আনন্দ যে রূপময় কহে চক্রবাণী ଏହି ফল গুণমান সকল যে আনি যোগ অনুসারে ভোগ ফল যে সংসার যাহা লাগিଅছি মায়া রখ গুণধর অনেক বিচার কলে শুণ ভাবগ্রাহী নারায়ণ রূপ গুণ ধরিলে অমূল্য এমন্ত যে রত্ন আনি সিংহাসনে পাদ চক্রদেব মহাঋষি কলে বিচারণ ଏହି গুণ বাক্য কৃতি দেইলে কি নাম সকল যে অনুভব কৰাইলে হরি যাহা মায়া গুণ কৃতি করিলে বিচারি মনদেব মহাঋষি আনন্দিত জ্ঞান যাহা আত্মা জ্বলুଅছি সকল যে জান রূপ গুণ লাগিଅছি শরণ যে সৃষ্টি এমন্ত যে বিচারণ হইব উৎপত্তি
ଭାବେ ଚରଣ ମାନ କଲେ ଦୀନନାଥ। ଜଗତର ସ୍ୱାମୀ ଦେବ ଅରୂପାଦେ ନନ୍ଦ। ଅଲେଖ ଦେ ବ୍ରହ୍ମ ରୂପେ ଦେଲେ ନାରାୟଣ। ସକଳ ଦେ ଆଦ୍ୟ ଗୁରୁ କଲେ ବିଚାରଣ। ମହାବାହୁ ରୁଦ୍ର ହରି କରିଲେ ବିଚାର। ଯାହା ଦେଉଛନ୍ତି ପ୍ରଭୁ ଏହି ଆଜ୍ଞାବର। ସକଳ ଦେ ନାମ ରୂପେ ସକଳ ଚରଣ। ଯାହା ବିଚାରିଲେ ମନ ଦେଇ ରଖ ଗୁଣ। ଅଲେଖ ବ୍ରହ୍ମାଣ୍ଡ ଋଷି ଦେଇଲେ କରତା। ବେଗେ ଆଣିଛନ୍ତି ଦେବ ମହାଦାତା। ଋଷିଙ୍କ ଆଜ୍ଞାରେ ଦେବ ଚରଣ ବିଚାରି। ମହାଶକ୍ତି ମହାରୂପେ ମହାନନ୍ଦରେ। ଏହି ଜ୍ଞାନ ଦାନ ଦେଲେ ମହାବାହୁ ରୂପେ। ଚକ୍ରଧର ନିରାକାର ନିର୍ବେଦ ଗୋସାଇଁ। ସକଳ ଦେ ଆନନ୍ଦ ରୂପ ଲାଗିଅଛି ମହି। ଏମନ୍ତ ଦେ ବିଚାରଣ କଲେ ଗୋପାଳ। ମହାବାହୁ ରୂପେ ଚକ୍ର ଧର ନିରାକାର। ନିଗମରେ ରଖିଅଛ ଭାବ ରୂପେ ବାଣୀ। ଯାହା ଦେଇଛନ୍ତି ପ୍ରଭୁ ସକଳ କୁଆଣି। ରୂପ ଯୁଗ ଅନୁଭବ କଲେ ମାତ୍ର ଗୁଣ। ଯାହା ତୋଷ ମନ କଲେ ମହିମାର ଗୁଣ। ଏମନ୍ତ ଯେ ଲାଗିଅଛି ଲୟ କର ସବୁ। ଭକତି ଭାବରେ ମନ ଲଗାଇବ ଆଉ। ଏହି ଜ୍ଞାନ ମାନ ଦାନ ଚରଣ କରିବ। ଆନନ୍ଦ ରୂପରେ ମନ ଲୟ ଲଗାଇବ। ଏହି ପରୀକ୍ଷାରେ ଦେବ ମହାବାହୁ ରୂପେ। ଶକ୍ତି ଦାନ ଦେଲେ ପ୍ରଭୁ ଆତ୍ମା ସ୍ୱରୂପେ। ଆନନ୍ଦିତ ମନ ରୂପ କଲେ ବେଦ ସାଇଁ। ଗୁରୁ ଆଜ୍ଞା ଦେଉଛନ୍ତି ସକଳ କୁଆଣି। ରୂପ ଚନ୍ଦ୍ର ଭାବ ଚନ୍ଦ୍ର ସୂର୍ଯ୍ୟ ଚନ୍ଦ୍ର ଦେବ। ଅରୂପ ଯାତନା କଲେ ସଂସାରର ଫଳ। ଏମନ୍ତ ସକଳ ନାମ କଲେ ବିଶ୍ୱମୂର୍ତ୍ତି। ଯାହା ଅନ୍ନ ଦାନ କଲେ ମହାଋଷି। ଏମନ୍ତ ପରୀକ୍ଷା ଗୁଣ ଲାଗିଛି ଚରଣ। ଶୁଣ ଶୁଣ ଏହି ଗୁଣ ଭାବ ରଖିଥିବ ମନ। ଚୈତନ୍ୟ ଯେ ଦେବ ଋଷି ରଖିଥିବ ଆଜ୍ଞା କରି। ଏମନ୍ତ ମହିମା ଜାତ କରିଛନ୍ତି ଫଲ। ଜଗତର ସ୍ୱାମୀ ଦେବନାଥ ସ୍ୱର୍ଣ୍ଣରୁ ଦଉଛନ୍ତି ବାରଟା ଗୋଟି। ଏମନ୍ତ ପରୀକ୍ଷା କରିବ ଶକ୍ତି। ଭଲ ମନ୍ଦ ବିଚାରିବ ଗୁଣ। ଯାହା ଦେଖିଛନ୍ତି ଗୁରୁ ଆପଣ। ଶକ୍ତିରେ ଯେ ଦାନ ମୁକ୍ତି ଲଗାଇଛନ୍ତି ଲୟ। କୀର୍ତ୍ତିର ଯେ ଫଳ ଶକ୍ତି ଲଗାଇছে ମାୟା। ଏହି ଗୁଣ ଶକ୍ତିମାନ ଦେଉଛନ୍ତି ଏକା। ସକଳ ବିଚାର କରି ବେଗେ ଆଣିବ ବହନେ ଅନନ୍ତପୁରେ। ଠାକୁର ଅନୁକୂଳ ଚନ୍ଦ୍ରମା ଦେଖୁଛନ୍ତି ଭାବ ରୂପେ ସିନା। ଜଗତର ମହାଋଷି ଠାକୁର ଅନୁକୂଳ ଚନ୍ଦ୍ରମା ଗୋଟି। ଶୂନ୍ୟରେ ଯାକ ପଡ଼ିଲାଣି ତେଣୁ ଅନୁକୂଳ ଚନ୍ଦ୍ରମା ଦେଖୁଛନ୍ତି ଆଉ। ଠାକୁର ଦେଖୁଛନ୍ତି ବିଚାର କରି। ଅନୁକୂଳ ଚନ୍ଦ୍ରମା ଭାବ ଶକ୍ତି। ମହାଋଷି ଜଗତର ଜ୍ୟୋତି ଅଟନ୍ତି ସେହି। ପୃଥିବୀର ଖେଳ କରିବେ ଯାଇ।
ଆତ୍ମା ରୂପେ ବସିଛନ୍ତି ଅନୁକୂଳ ଚନ୍ଦ୍ରମା। ଠାକୁର ବସିଲେ ରୂପରେ ତାଙ୍କ କଲେ ମହିମା। ଜଗତ ଠାକୁର ବିଚାର କଲେ ମହିମା ଜାତ। ସୂର୍ଯ୍ୟ ଚନ୍ଦ୍ର ଦିବାକର ଯେ ଜଲୁଅଛି ଏ ଦେଖ। ଅନନ୍ତ ମହିମା ଜାତ ନା ସ୍ୱର୍ଗ ଭୁବନ ଯାଇ। ଠାକୁର ଅନୁକୂଳ ଯେ ସେ ତ ଚନ୍ଦ୍ରମା ସେହି। ରୂପ ବିଚାରଣ କରନ୍ତି ଭାବ ଏ ଚକ୍ରଧର। କେଉଁଠାରେ ମନ ଲଗାଇ ଚିତେ କର ବିଚାର। ଅନୁକୂଳ ଚନ୍ଦ୍ରମା ଠାକୁର ସେ ଯେ କଲେ ପୃଥିବୀ। ସଂସାର ଗଢ଼ିବେ ମାୟାରେ ତଲେ ପଡ଼ିବ ଆସି। ଜଗତ ଠାକୁର ମହିମା ତାଙ୍କର ଅଟଇ ବାଣୀ। ଅନୁକୂଳ ଚନ୍ଦ୍ରମା ଯେ ରଖିଛନ୍ତି ଏ ଆଣି। ଯାହା ବିଚାରଣ କରିଲେ ତେଣୁ ଠାକୁର ଦେବ। ଅନୁକୂଳ ଚନ୍ଦ୍ରମା ଯେ ଲାଗିଅଛି ଏ ଲୟ। କୃପା କର ମନ ଦେଇନ ମନ ଭାବରେ ନୀତି। ତାହାଙ୍କର ଗୁଣ ମାୟାରେ ସେ ଯେ ବଢ଼ିଲା ଶକ୍ତି। ରୂପ ଜ୍ଞାନ ମାୟା ଦେଇଲେ ଆନନ୍ଦିତ ଏ ଫଳ। ସକଳ ଦେଇଲେ ମନରେ ରୂପ କରିବ କାଳ। ଜଗତର ନାଥ ଦେବ ଅନୁକୂଳ ଚନ୍ଦ୍ରମା। ଠାକୁର ଅନନ୍ତ ମହିମା ସେ ଯେ କଲେ ଯାତନା। ଏମନ୍ତ ବିଚାର କରନ୍ତି ମହାବାହୁ ଏ ରୂପ। ଶକ୍ତିରେ ଯେ ଭାବ କରନ୍ତି ମନେ କର ବିଚାର। ଜଗତର ନାଥ ପତି ସେ ଯେ କଲେ ରମଣ। ଭାଗ୍ୟ ଥିଲେ ଅନୁକୂଳ ଯେ ସେ ଯେ ପାଇଲେ ଧର୍ମ। ସତ ଭାଗ୍ୟ ଥିଲା ମନରେ ପିତା ମାତାଙ୍କ ଯୋଗ। ତେଣୁ କରି ପାଇଗଲା ଯେ ଅନୁକୂଳ ଏ ଫଳ। ସଂସାରର ଫଳ ମାନ ଯେ ସେ ଯେ ଯୋଗାଡ଼ କରି। ମାତା ପିତା ଅନୁଭବ ଯେ ସେ ଯେ ରଖିଲେ ନେଇ। ଯାହା ଥିଲା ମନ ବିଚାର କଥା କରିଲେ ବାଣୀ। ଅନୁକୂଳ ଚନ୍ଦ୍ରମା ଯେ ରଖ ଠାକୁର ଆଣି। ଜଗତ ଯାତନା ଭାବ ଯେ ମନେ କଲେ ବିଚାର। ଯାହା ଦେଇଛନ୍ତି ମହିମା ଅନୁକୂଳ ଏ ଭାବ। ସକଳ ମହିମା ଯାତନା କଲେ କୃପାକୁ ଆଣି। ବିଚାରଣ କଲେ ମହିମା ସେ ଯେ ଜାତକୁ ଘେନି। ରୂପଚନ୍ଦ୍ର ଭାବ ରଖିଲେ ଆତ୍ମା ଯୋଗ ଏ କୀର୍ତ୍ତି। ସକଳ ଏ ବିଚାର କରିଲେ ଅନୁଭବ ଏ ଆସି। ଶକ୍ତି ଦାନ କଲେ ମୁକ୍ତି ଫଳ ମିଳଇ ଯାହା। ତାହା ଫଳ ଭୋଗ କରିମା ଏବେ ସଂସାରେ ଏକା। ଏହି ମାୟା ଗୁଣ ଲାଗିଛି ଅନୁଭବ ଏ ଜାଣ। ସକଳର ମାୟା ରଖିଲେ ତେଣୁ କରିଲେ ଗୁଣ। ଜଗତ ଠାକୁର ଅଟନ୍ତି
ଚନ୍ଦ୍ରମା ସହିତେ ତାହା ସହିତରେ ମିଶିଲା ଅନୁକୂଳ ଏବେ ଜଗତ ଯାତନା ଲାଗିଛି ମନ କରିନ ତୋଷ ମାତା ପିତା ଠାରେ ମିଶିଲା ଅନୁକୂଳ ଏ ଦେଖ ଅନନ୍ତ ଯାତନା କରିଲେ ମନ ମିଶିଲା ବାଣୀ ସକଳ ବିଚାର କରିଲେ ଦେବ ରୂପ ଏ ଘେନି ଚକ୍ରଧର ମହାଋଷି ସେ ଯେ ଆନନ୍ଦ ରୂପେ ଜ୍ଞାନ ବାକ୍ୟ ରକ୍ଷା କରିଲେ ସେ ଯେ ସକଳ ପାଦେ ଏହି ଚିତ ମଣିଷ ଜନ୍ମ ଦେଇଛନ୍ତି ଏ ଗୁରୁ ତେଣୁ ଅନୁକୂଳ ମିଶିଲା ମାତା କଥାରେ ଆଉ ମାତାଙ୍କର କଥା ଅବଜ୍ଞା କରୁଥିଲା ନିର୍ମାଣ କେଉଁ ଯୁଗେ ଫଳ ପାଇଲା ତେବେ ରଖିଲା ମନ ଜାଣୁ ଜାଣୁ ତାହା ରଖିଲା ମନ ଆନନ୍ଦ ପାଇଁ ଜ୍ଞାନ ବାକ୍ୟ ରଖିଲା ସତ ଗୁଣକୁ ନେଇ ଏମନ୍ତ ଯେ ବିଚାରଣ କଲା ଏ ଅନୁକୂଳ ଭାବ ବିଚାରଣ କରିଲା ଏବେ ନିର୍ମାଣ ଦେବ ଜଗତର ସ୍ୱାମୀ ପାଦରେ ସେ ପଶି ଶରଣ ତେବେ ପିତା ମାତା ପାଇଲା ଅନୁକୂଳଟି ଜାଣ ଏହି ରୂପ ଯୁଗନାଥ ଦେଉଛନ୍ତି ଆଜ୍ଞା ଗୁରୁ ତାହାଙ୍କର ଅଟଇ ଶ୍ରେଷ୍ଠ ଗୁରୁଟି ସିନା ଜଗତର ନାଥ ପତି ସେ ଭାବ ଶକ୍ତି ଯାହା ଗୁରୁ ଆଜ୍ଞା ଦେଇବେ ତାହା ବଚନ ଗୋଟି ଏମନ୍ତ ମହିମା ଯାତନା କଲେ ବେଗ ଏ ବାଣୀ ରୂପ ଯୁଗ ଅନୁଭବ ଜାଣୁଛନ୍ତି ଏ ପୁଣି ସକଳ ଆରତ ଯୁଗ ସେ ଯେ ମିଶାଣ କଳେ ଅନନ୍ତ ଯୁଗ ମହିମା ସେ ଯାତନା ବେଲେ ରୂପ ଶକ୍ତି ମହାବାହୁ ଦେଲେ ବେଦର ଅନୁକୂଳ ଚନ୍ଦ୍ରମାରେ ଦେବ ଏ ଠାକୁର ଏମନ୍ତ ଯେ ଭାବ ରଖି ପ୍ରଭୁ ନାରାୟଣ ସକଳ ବିଚାର କଲେ ମହାରୂପେ ଜାଣ ଧର୍ମ ପୁଣ୍ୟ ବଲିଣ ଯେ ଜାଣିଲେ ସକଳ ସମସ୍ତ ଯେ ନାମ ବ୍ରହ୍ମ କରି ବିଚାରଣ ଦେଉଛନ୍ତି ପ୍ରଭୁ ଭାବ ଚକ୍ରଗ୍ରାହୀ ଏମନ୍ତ ଲାଗିଛି ମନ ରଖି ଚକ୍ରଧାରୀ ଅନେକ ବିଚାର କଥା କଲେ ବେଗେ ଆଣି ହୃଦୟ